ମୋ ନାଁ ହେଲା ଡକ୍ଟର ନିର୍ମଳ ଚନ୍ଦ୍ର ସୂର୍ଯ୍ୟ, ସୁଜନିକାର ସଚିବ। ଆଜି ଆମେ ରଜ ଉତ୍ସବ ପାଳନ କରୁଥିଲୁ। ରଜ ସାରସ୍ୱତ ଉତ୍ସବ। ଓଡ଼ିଶା ସାହିତ୍ୟ ଏକାଡେମୀ ଆମ ସହିତ ସହଭାଗିତା ଥିଲା। ସାହିତ୍ୟ ଏକାଡେମୀ ଏବଂ ସୁଜନିକାର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଠାରେ ରାଜ୍ୟରୁ ପ୍ରାୟ 60-65 ଜଣ କବି ଓ କବୟିତ୍ରୀ ସେମାନଙ୍କର କବିତା ଏବଂ ଗଳ୍ପ ପଠନ କରିଥିଲେ। ଏବଂ ଆମର ଯେଉଁ ମୁଖ୍ୟ ଅତିଥି ପ୍ରଫୁଲ୍ଲ କୁମାର ସୁବୁଦ୍ଧି, ବେଗୁନିଆର ପ୍ରାକ୍ତନ ପ୍ରାଧ୍ୟାପକ, ଏବଂ ଡକ୍ଟର ଗୀତାଞ୍ଜଳି ମହାପାତ୍ର, ଅଞ୍ଜନାର ସମ୍ପାଦିକା, ଏବଂ ନିରାକାର ସ୍ୱାଇଁ, ଶରଣକୂଳରେ ଥିବା ସମ୍ବର୍ଦ୍ଧନା ପରିବାରର ସଭାପତି, ଏ ସମସ୍ତେ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟିକୁ ସଭାପତିତ୍ୱ କରିଥିଲେ ପ୍ରଧାନୀ ବୃନ୍ଦାବନ ମହାପାତ୍ର ମହୋଦୟ ଏବଂ ଉପସଭାପତି ରୂପେ ନୀଳିମାନନ୍ଦ ସଭା ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ କାର୍ଯ୍ୟକ୍ରମ ମଧ୍ୟ ପରିଚାଳନାରେ ସାହାଯ୍ୟ କରିଥିଲେ। ଏବଂ କିଛି ଲୋକଙ୍କୁ, ଏଇ 6-7 ଜଣ ମାତ୍ରଙ୍କୁ ଆମେ ସମ୍ବର୍ଦ୍ଧିତ କରିଥିଲୁ ବିଭିନ୍ନ କ୍ଷେତ୍ରରେ। ବ୍ୟଙ୍ଗ କବିତା ଯେଉଁମାନେ ଲେଖୁଛନ୍ତି ତାଙ୍କୁ ଆଦର୍ଶ ଶିକ୍ଷକ ଭାବରେ, ପ୍ରଧାନ ଶିକ୍ଷକ ଭାବରେ, ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ରଜ ଉପରେ ଆମେ ସାରସ୍ୱତ ଉତ୍ସବ କରିଛୁ। ଏବଂ ଯେତେକ କବିତା ଗାୟନ କରିଛନ୍ତି ସେଥିରୁ 3 ଭାଇ କବିତା ମଧ୍ୟ କବିମାନେ, କବୟିତ୍ରୀମାନେ ରଜ ସମ୍ବନ୍ଧୀୟ ଲେଖିକରି ଆଣିଛନ୍ତି। ଏବଂ ଯେଉଁ ଆଲୋଚନା ମଧ୍ୟ ଅତିଥିମାନେ କଲେ, ଏଇ ରଜ ଉପରେ କଲେ, ଓଡ଼ିଶାର ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ନେଇକରି କରିଛନ୍ତି। ମୁଁ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ନୟାଗଡ଼ ସୁଜନିକା ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି। ଆଜି ଉତ୍କଳର ସ୍ୱାଭିମାନ ଯେଉଁ ପର୍ବପର୍ବାଣି ଆମେ ପାଳନ କରୁଛେ, ଏ ଜଗନ୍ନାଥର ଭୂମି, ଏଠି ରଜ ଉତ୍ସବ ତତ୍ସହିତ ଯେହେତୁ ଆମର ଭାଷା ସାହିତ୍ୟ ଏବଂ ସଂସ୍କୃତିର ପରିଷଦ, ତେଣୁ ଉଭୟ ମିଶ୍ରିତ ଭାବରେ ସାରସ୍ୱତ ଏବଂ ରଜ ଉତ୍ସବ ମିଶ୍ରିତ ଭାବରେ କରାଯାଇଥିଲା, ଯାହାକି ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସୁଜନିକା ମିଳିତ ଭାବରେ ସମ୍ପାଦନ କରିଥିଲେ। ବିଶେଷତଃ ରଜ ଉତ୍ସବ ଉପରେ ଯେଉଁ ସୃଷ୍ଟି, ଯାହାକି ଆମର ସଂସ୍କୃତି, ଆମର ପରମ୍ପରାକୁ ଆଗେଇ ନେବାର ସାହାଯ୍ୟ କରିବ, ତାକୁ ନେଇ ରଚନା କରିଥିଲେ। ପ୍ରାୟ 60ରୁ ଅଧିକ କବି କବୟିତ୍ରୀମାନେ ଯୋଗଦାନ କରି ବହୁତ ସୁନ୍ଦର ଭାବରେ କାର୍ଯ୍ୟକ୍ରମ କରାଗଲା। ଅନୁସମ୍ପାଦକ ଡକ୍ଟର ନିର୍ମଳ ଚନ୍ଦ୍ର ସୂର୍ଯ୍ୟ ଏବଂ ଉପସଭାପତି ନୀଳିମା ନନ୍ଦ ଅଧ୍ୟାପିକା, ଏବଂ ତତ୍ସହିତ ଆମର 3 ଜଣ ଅତିଥି ଥିଲେ। ପ୍ରାଧ୍ୟାପକ, ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ସୁବୁଦ୍ଧି ଏବଂ ଆମର ଜଣେ ଶିକ୍ଷକ ବନ୍ଧୁ, ଭଲ ବକ୍ତା, ଶରଣକୂଳ ସ୍ଥିତ ସମ୍ବର୍ଦ୍ଧନା ପରିବାରର ଯିଏ ସଭାପତି ଶ୍ରୀଯୁକ୍ତ ନିରାକାର ସ୍ୱାଇଁ ମହୋଦୟ, ଏବଂ ତାଙ୍କ ସହିତ ପ୍ରାକ୍ତନ ଶିକ୍ଷୟିତ୍ରୀ ଡକ୍ଟର ଗୀତାଞ୍ଜଳି ମହାପାତ୍ର ମଧ୍ୟ ବୋଲଗଡ଼ରୁ ଏଠି ଯୋଗଦାନ କରି ଓଜସ୍ୱିନୀ ଭାଷଣ ରଖିଥିଲେ, ଯାହାକି ଆମ ସମସ୍ତ ସୁଜନିକା ପରିବାରର ସଦସ୍ୟମାନଙ୍କୁ ବିମୋହିତ କରିଥିଲା ଏବଂ ସମସ୍ତ କବି କବୟିତ୍ରୀମାନେ ଉପକୃତ ହୋଇଥିଲେ। ଏତିକି ସମ୍ବର୍ଦ୍ଧନା କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ପ୍ରାକ୍ତନ ଶିକ୍ଷକ, କବି, ଏମାନଙ୍କୁ ବି ସମ୍ବର୍ଦ୍ଧନା କରାଯାଇଥିଲା। ଏବେ ନୂଆକିରି ଜଣେ ପ୍ରଧାନ ଶିକ୍ଷକ ଯୋଗ ଦେଇଛନ୍ତି ସର୍ଦ୍ଦାର ପଟେଲ ହାଇସ୍କୁଲ ଗୋଡ଼ିପଡ଼ାରେ, ଘନଶ୍ୟାମ ବାବୁ, ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହିପରି 7 ଜଣ ବ୍ୟକ୍ତିଙ୍କୁ ଆମେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ସମ୍ବର୍ଦ୍ଧନା କରିଥିଲୁ।